आमको जो माने किसी जीवन में परामर्श दियंती बा किसी शिक्षा दियंती से शिक्षा भितर गोटे शब्द मध्य थाए पाद पद्म मन दिय पाद पाखरे गोटे पद्म अच्छी से पादरे मनटी को रख यही कथाटा जितेबले मनरे आसे गोटे बहुत दिन तलर कथा राजस्थान जड़े भक्त चाली चाली पुरी श्रीक्षेत्र आसुଥିଲେ पुरी श्रीक्षेत्र पहुँचला बेलू ये माने खरा दिन आसीगला सी पाटे गोटे पद्म फूलर गोटे पुष्करिणी देखिले से फूलरू गोटे आनिले ताकू निज गामुछा बांधिले से गामुछा को कांधे पकई जितेबाला पुरी श्रीक्षेत्र को आसिले सेतेबाला ठाकुरंकर सेवा पूजा चली राजस्थान जी सेवक तांको सहित साक्षात करी तांको गोटे कथा जनइले जे मोर गोटे छोटिया निवेदन आपण तो जगन्नाथ पाखरे नड़िया कदली सपुरी केते भोग आपण लगे मु गोटे छोटिया मनीष चाली चालिकी राजस्थान रू आसी मो गोड़ हाथ सब खंडिया मो बाटे गोटे पुष्करिणी तटरे गोटे पद्म फुटी देखी मोर मन भितर गोटे लोभ आसला कि यही फूल जदि जगन्नाथ पाद पद्म मु अर्पण करी ताहले ये फूलटी धन्य हब ता सहित मो जीवनटी धन्य मु बहु कष्ट पानी रे पशी फूल को नहीं आपण ये फूलटी को नहीं जगन्नाथ पदाब्जरे टिके अर्पण करदे मोर श्रम सार्थक हो सी पचारुचंती जगन्नाथ पादरे मु ये फूलटी देवी सबुदिन दौची आज भी देवी कि ये चारि जन भितर जो बलभद्र सुभद्रा जगन्नाथ सुदर्शन यही चारि जन भितर जगन्नाथ प्रकृत किए ताकू सीना मु जानिले तांकरी पादरे फूल टिकी देवी भक्त जेतबले यही भरी कथा टिकी शुणिले सी मध्य चिंताग्रस्त हेले एवं भाविले ये वास्तव आमे समस्ते कहूचु जगन्नाथ हे जगन्नाथ रक्षा कर किंतु ये चारि मूर्ति भितर प्रकृत जगन्नाथ किए
ଏଇ କଥାଟା ଯେତେବେଳେ ତାଙ୍କ ମନକୁ ଆସିଲା, ସିଏ କରଚୋଡ଼ି ଜଗନ୍ନାଥଙ୍କର ଚାରି ମୂର୍ତ୍ତିକୁ ଚିନ୍ତନ କରୁଛନ୍ତି ଏବଂ ମନେ ମନେ ନିବେଦନ କରୁଛନ୍ତି, ଆପଣଙ୍କ ଭିତରେ ଜଗନ୍ନାଥ କିଏ? ସେତିକି କଥା ଯଦି ମୋତେ ଆପଣ କହିଦେବେ, ତାହେଲେ ମୋ ମନର ଭ୍ରାନ୍ତି ଦୂରୀଭୂତ ହେବ। କିନ୍ତୁ ପ୍ରଶ୍ନର ଉତ୍ତର ଆସୁନି। ସେପଟେ ସେ ଫୁଲମାଳଟିକୁ, ଯେଉଁ ପଦ୍ମ ଫୁଲଟିକୁ ସେ ଧରିଥିଲେ, କାନରେ ବାନ୍ଧିଥିଲେ, ତାକୁ ଫିଟେଇକିରି କଲେ ସେ ଫୁଲଟି ମୋତେ ଦିଅ। ମୁଁ ଯାହାଙ୍କୁ ବି ଦେବି ସମସ୍ତେ ହେଉଛନ୍ତି ଜଗନ୍ନାଥ। ଆପଣ ଭାବିବେ ଏଇ ହେଉଛନ୍ତି ଜଗନ୍ନାଥ, ସିଏ ଜଗନ୍ନାଥ ନୁହନ୍ତି। ଇଏ ସବୁ କଥା ସବୁ ଗୋଟେ ପାଣ୍ଡିତ୍ୟପୂର୍ଣ୍ଣ କଥା ଭିତରେ ଏସବୁ କୁହାହେଇଛି। କିନ୍ତୁ ଇଏ ଚତୁର୍ଦ୍ଧା ମୂର୍ତ୍ତି, ନୀଳାଦ୍ରି ଚତୁର୍ଦ୍ଧା ମୂର୍ତ୍ତି, ଏ ଚାରିଜଣ ଯାକ ହେଉଛନ୍ତି ଜଗନ୍ନାଥ। ଏ କଥାଟି ଯେତେବେଳେ ସେ ଶୁଣିଲେ, ତାଙ୍କ ମନରେ ଟିକେ ଆତ୍ମସନ୍ତୋଷ ଆସିଲା। ଏହାଙ୍କ ଭିତରେ ପ୍ରକୃତ ଜଗନ୍ନାଥ କିଏ? ସେବକ ସେ ଫୁଲଟିକି ଆଗ ଯେତେବେଳେ ଦେଖିଲେ, ତାଙ୍କ ମନଟା ଗୋଳମାଳ ହେଲା। କହିଲେ ଏଇ ଫୁଲକୁ ମୁଁ ଜଗନ୍ନାଥଙ୍କୁ ଦେବି? ଆକୁ କେଉଁ ମାସରେ ତୋଳିଥିଲ? କେଉଁ ମାସରେ ଆକୁ ଆଣିଥିଲ? ସେ ଯେଉଁ ହିସାବ କରି କହିଲେ 2 ମାସ ଖଣ୍ଡେ ହେବ। ଯିଏ ସଜ ଫୁଲରେ ସବୁଦିନେ ସୁସଜ୍ଜିତ ହୁଅନ୍ତି, ତାଙ୍କୁ ମୁଁ ଗୋଟେ ଶୁଖିଲା ଫୁଲଟା, ତା ଦେହରେ ଗନ୍ଧ ନାହିଁ କି ରସ ନାହିଁ, ମୁଁ ସେ ଫୁଲଟା ଜଗନ୍ନାଥଙ୍କୁ ଦେବି? ସେ ଫୁଲଟିକୁ ସେ ଫୋପାଡ଼ି ଦେଲେ। କହିଲେ ଏ ଫୁଲ ହବନି। ଆଉ ଥରେ କେବେ ଫୁଲ ତୋଳିକିରି ଆଣିଲେ, ସଦ୍ୟ ଫୁଲ, ମୁଁ ଜଗନ୍ନାଥଙ୍କୁ ନିଶ୍ଚୟ ଦେବି। ଇଏ ଉଭୟ ମଧ୍ୟ ଗୋଟେ ଆଶଙ୍କା ଭିତରେ ରହିବ। ପ୍ରକୃତ ଆମେ ଭୁଲ କରୁଛୁ କି ଠିକ୍ କରୁଛୁ? କିନ୍ତୁ ସେ ସେବକ ଗୋଟିଏ କଥା ବୁଝେଇଲେ, ଆପଣ ଏଇ ଯେଉଁ 4 ମୂର୍ତ୍ତି ଦେଖୁଛନ୍ତି, ଏ 4 ମୂର୍ତ୍ତିଙ୍କର ସମସ୍ତଙ୍କର ଆଖି ଅଛି, 2ଟା ଆଖି ଅଛି। ହଁ, ପ୍ରକୃତ 2ଟା ଆଖି ଅଛି। ଆଚ୍ଛା, ବଳଦେବଙ୍କର ଆଖିଟି ଯେପରି, ସୁଭଦ୍ରାଙ୍କ ଆଖିଟା କ'ଣ ସେଇପରି? ମନା କଲେ ନା, ସେ ଗୋଟେ ପ୍ରକାର, ଇଏ ଗୋଟେ ପ୍ରକାର। ଆଚ୍ଛା, ଜଗନ୍ନାଥଙ୍କ ଆଖିକି ଅନେଇଲ, ଯାହାକୁ ସଂସାର କହୁଛି ଚକା ଆଖି, ଆଉ ସବୁ କିଏ କେତେ ପଦ୍ମ ନୟନ, କେତେ କଥା କିଏ କହୁଛି। ଏ ଜଗନ୍ନାଥଙ୍କ ଆଖିଟା, ସେ କହିଲେ ଜଗନ୍ନାଥଙ୍କ ଆଖିଟା ମୁଁ ଦେଖୁଛି ଗୋଟେ ଚକ୍ର ଭଳି ଆଉ ଗୋଲାକାର। ଆଉ ସେ ଗୋଲାକାର
ଚକ୍ଷୁ ସେ ହେଉଛି ଗୋଟିଏ ପଦ୍ମର ଚିତ୍ର। ଆପଣ ଜାଣିଛନ୍ତି ପଦ୍ମ ସବୁବେଳେ ଫୁଟେ, କିନ୍ତୁ ଯେତେବେଳେ ସୂର୍ଯ୍ୟଙ୍କର ତାପ ବର୍ଦ୍ଧିତ ହୁଏ ସେତେବେଳେ ପଦ୍ମ ଫୁଲ ଫୁଟେ। ସୂର୍ଯ୍ୟ ପଦ୍ମ ପ୍ରିୟ, ରକ୍ତାମ୍ବରୁହ ଦର୍ପ ଭଞ୍ଜନ ସୌନ୍ଦର୍ଯ୍ୟ ନେତ୍ର ଦ୍ୱୟ। ସିଏ ସୌନ୍ଦର୍ଯ୍ୟପୂର୍ଣ୍ଣ ଆଖି ଇଏ ସୂର୍ଯ୍ୟଙ୍କର ଅତ୍ୟନ୍ତ ପ୍ରିୟ। ତେଣୁ ଜଗନ୍ନାଥଙ୍କୁ ହିଁ ପଦ୍ମ ଫୁଲଟି ଦିଆଯିବ। ଯେ ଆପଣ ଭାବିବେ ଜଗନ୍ନାଥଙ୍କୁ ଫୁଲ ଦେବେ, ବଳଦେବ ମନ ଦୁଃଖ କରିବେ, ସେ କରିବେ, ଏମିତି ସବୁ ଗୋଟେ ଆମର ଗାଉଁଲି କଥା ଅଛି। ସେ ବି ସେଇଟାକୁ କ୍ଲିୟର କର। ସେ ଏକ ଶତବିପ୍ରା ବହୁଧା ଭବତି। ସେ ମାତ୍ର ଜଣେ, ତାଙ୍କୁ ଅନେକ ରୂପରେ ସନାତନୀ ମାନେ ପୂଜା କରନ୍ତି। ଆଉ ଯିଏ ଯେଉଁ ରୂପରେ ତାଙ୍କୁ ପୂଜା କରେ ସିଏ ସେଇ ରୂପରେ ତାକୁ ଆଶୀର୍ବାଦ କରନ୍ତି ବା ତା ମାଗୁଣିକୁ ଗ୍ରହଣ କରନ୍ତି। ତେଣୁ ତମର ମନ ଜଗନ୍ନାଥଙ୍କୁ ପଦ୍ମ ଫୁଲ ଦେବ। ବର୍ତ୍ତମାନ ପଦ୍ମ ଫୁଲଟି ଜଗନ୍ନାଥଙ୍କ ଚକ୍ଷୁରେ ମହା ସୌନ୍ଦର୍ଯ୍ୟ ନେତ୍ର ରହେ। ଇଏ ଗୋଟିଏ ହେଉଛନ୍ତି ସୂର୍ଯ୍ୟ ଗୋଲାକାର, ଯାହାକୁ ଆପଣ ଗାଉଛନ୍ତି ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ। ଇଏ ହେଉଛନ୍ତି ଗୋଟିଏ ଆଖିର ବର୍ଣ୍ଣନା। ପୁଣି ଆଉ ଗୋଟିଏ ବର୍ଣ୍ଣନା ଅଛି ଗୀତାରେ, ଓମ୍ ଅଖଣ୍ଡ ମଣ୍ଡଳାକାରଂ ବ୍ୟାପ୍ତଂ ଯେନ ଚରାଚରଂ ତତ୍ପଦଂ ଦର୍ଶିତଂ ଯେନ ତସ୍ମୈ ଶ୍ରୀ ଗୁରବେ। ଆଉ ଗୋଟିଏ ଶ୍ଲୋକ ଅଛି, ଶୁକ୍ଳାମ୍ବଧରଂ ବିଷ୍ଣୁ ଶଶିବର୍ଣ୍ଣଂ ଚତୁର୍ଭୁଜ ପ୍ରସନ୍ନ ବଦନଂ ସର୍ବବିଘ୍ନବର୍ଜିତଂ। ତେଣୁ ମୁଁ ଜଗନ୍ନାଥଙ୍କୁ ଫୁଲ ଦେବି। ବାଟୋଇ ପଚାରିଲେ ଆପଣ ଜଗନ୍ନାଥଙ୍କୁ ଫୁଲ ଦେଲେ, ମୋର ପ୍ରଶ୍ନ ହେଉଛି ପୃଥିବୀରେ କ'ଣ ଦୁଇଟି ସୂର୍ଯ୍ୟ? ଆମେ ତ ପିଲାବେଳୁ ଦେଖି ଦେଖି ଆଉଛୁ ଗୋଟିଏ ସୂର୍ଯ୍ୟ, କିନ୍ତୁ ଆମ ବିଜ୍ଞାନ କହୁଛି ବା ବୈଜ୍ଞାନିକ ମାନେ ଗବେଷଣା କରି କହୁଛନ୍ତି ନା ନା ନା, ବହୁତ ସୂର୍ଯ୍ୟ ଅଛନ୍ତି। ସୂର୍ଯ୍ୟ ବହୁତ ଅଛି। ଖାଲି ସେତିକି ନୁହେଁ, ଓଡ଼ିଶା ମାଟିରେ ଜନ୍ମ ହେଇଥିଲେ ମହିମା ସ୍ୱାମୀ, ଅନେକ ଧର୍ମ ଯିଏ ପ୍ରଚାର କରିଛନ୍ତି। ସିଏ ଏଇ ଜଙ୍ଗଲକୁ ଆସିଥିଲେ। ଅନୁଗୁଳ ଜିଲ୍ଲା ବର୍ତ୍ତମାନର ଅନୁଗୁଳ ଜିଲ୍ଲା, ଅତୀତର ଢେଙ୍କାନାଳ। ସେଇ ଜଙ୍ଗଲକୁ
ସିଏ ତପସ୍ୟା କରିବାକୁ ଆସିଥିଲେ। ସିଏ ହିଁ ଏକମାତ୍ର ସନ୍ଥ। ସାଧନା ସରିଗଲା ପରେ ସେ ଆମମାନଙ୍କୁ ବୁଝେଇ ଯାଇଛନ୍ତି ସୂର୍ଯ୍ୟ ଗୋଟିଏ ନୁହେଁ, ମୁଁ 12ଟି ସୂର୍ଯ୍ୟଙ୍କୁ ଦର୍ଶନ କଲି। ଗୀତା ବି କହୁଛନ୍ତି ଆଦିତ୍ୟ ନାମହଂ ବିଷ୍ଣୁ, ମୁଁ ନକ୍ଷତ୍ରମାନଙ୍କ ମଧ୍ୟରେ ସୂର୍ଯ୍ୟ, ମୋ ସ୍ୱରୂପ ହେଉଛି ସୂର୍ଯ୍ୟ। ତମେ ମାନୁନା, ତମେ ତାକୁ ନେଇକିରି ସେ ହିଲିୟମ୍ ହାଇଡ୍ରୋଜନ୍ ଏମିତି କେତେ କଥା କହୁଛ, କିନ୍ତୁ ସିଏ ହେଉଛନ୍ତି ସୂର୍ଯ୍ୟ ବା ମୁଁ। ଆଉ ଗୋଟିଏ ସୂର୍ଯ୍ୟ କିଏ? ସିଏ ସୂର୍ଯ୍ୟ ହେଉଛନ୍ତି ପୂର୍ଣ୍ଣମୀ ଚନ୍ଦ୍ର। ସେଇ ଗୀତାରେ ସେ ଲେଖିଛନ୍ତି ରସଃ ମତ୍ସୁ କୌନ୍ତେ ପ୍ରଭାସ୍ମି ଶଶିଷୁ ପ୍ରଣବ ସର୍ବବେଦେ। ଇଏ ସୂର୍ଯ୍ୟ, ଇଏ ହେଉଛନ୍ତି ଚନ୍ଦ୍ର। ସୂର୍ଯ୍ୟ କିରଣ ଦିଅନ୍ତି, ମେଘ ଦିଅନ୍ତି। ସୂର୍ଯ୍ୟ ସକଳ ଶକ୍ତିର ଆଧାର। ସମୁଦ୍ରରେ ପାଣି ବହୁଛି ସୂର୍ଯ୍ୟଙ୍କ ପାଇଁ, ବର୍ଷା ହେଉଛି ସୂର୍ଯ୍ୟଙ୍କ ପାଇଁ, କିନ୍ତୁ ଚନ୍ଦ୍ରଙ୍କ ପାଇଁ ବର୍ଷା ହେଉନି। ଚନ୍ଦ୍ର କିନ୍ତୁ ଦଉଛନ୍ତି କାକର, କାକର ଦଉଛନ୍ତି, ସେ ବି ଗୋଟେ ପାଣି। ଏବଂ ସିଏ ଦଉଛନ୍ତି ବୃକ୍ଷମାନଙ୍କ ଭିତରେ ଯେତେ ଔଷଧୀୟ ଗୁଣ ଅଛି, ଏମିତି କୌଣସି ବୃକ୍ଷ ପୃଥିବୀରେ ନାହିଁ ଯେଉଁ ବୃକ୍ଷରେ ଔଷଧୀୟ ଗୁଣ ନାହିଁ। ତେଣୁ ରସଃ ମତ୍ସୁ କୌନ୍ତେୟ ପ୍ରଭାସ୍ମି ଶଶି ସୂର୍ଯ୍ୟ ପ୍ରଣବ ସର୍ବବେଦେଷୁ ସପ୍ତକେ। ତେଣୁ ଇଏ ସୂର୍ଯ୍ୟ, ଇଏ ଚନ୍ଦ୍ର। ଚନ୍ଦ୍ର ଉଦୟ ହେଲେ କୁମୁଦ ଜାଗ୍ରତ ହୁଏ ବା କୁମୁଦର ନିଦ୍ରା ଭଙ୍ଗ ହୁଏ। ରାତିରେ ଚନ୍ଦ୍ରମା ଫୁଟିଲେ ଉଇଁଲେ କଇଁ କଇଁ, ଯାହାକୁ ଆମର କୁମୁଦ କହୁଛେ, କଇଁ ଫୁଲ ଫୁଟେ। କିନ୍ତୁ ସୂର୍ଯ୍ୟ ଯେତେବେଳେ ଉଦୟ ସେତେବେଳେ ପଦ୍ମ ଫୁଲ ଫୁଟେ। ଆଉ ଚନ୍ଦ୍ରଙ୍କର ସ୍ୱତନ୍ତ୍ର ଆଲୋକ ନାହିଁ, ସୂର୍ଯ୍ୟଙ୍କର ଆଲୋକରେ ସେ ଆଲୋକିତ। ତେଣୁ ଏ ପଦ୍ମ ଫୁଲଟି ମୁଁ ଯୋଉଠି ବି ଦେବି ସେଠି ସୂର୍ଯ୍ୟ ଅଛନ୍ତି। ତେବେ ସୁଭଦ୍ରା କି? ନମସ୍ତେ ଶୁଭଗେ ଦେବୀ ନମସ୍ତେ ସୌଖ୍ୟବର୍ଦ୍ଧିନି ନମସ୍ତେ ପଦ୍ମପତ୍ରାକ୍ଷୀ କାତ୍ୟାୟନୀ ନମୋସ୍ତୁତେ। ସେ ସୁଭଦ୍ରା ହେଉଛନ୍ତି ଧରିତ୍ରୀ। ଧରିତ୍ରୀ ମାତା ହେଉଛନ୍ତି ସୂର୍ଯ୍ୟ। ଆମ ଘରେ ଯେଉଁ ଆମମାନଙ୍କର ମା ଅଛନ୍ତି, ମାଉସୀ ଅଛନ୍ତି, ପିଉସୀ ଅଛନ୍ତି, ସିଏ କିଏ କି? ସିଏ ହେଉଛନ୍ତି ସୁଭଦ୍ରା। ସୁଭଦ୍ରା। ତେଣୁ ଇଏ ପୃଥିବୀରେ ଯେଉଁ ଫୁଲ ବି ଫୁଟୁ, ଯେଉଁ ଫଳ ବି ଧରୁ, ସବୁର
ସ୍ରଷ୍ଟା ହେଉଛନ୍ତି ମା ଧରିତ୍ରୀ। ସେଥିପାଇଁ ତାଙ୍କୁ କୁହାଯାଉଛି ନମସ୍ତେ शुभगे देवी नमस्ते सौख्यवर्धिनी नमस्ते सर्वभद्राणी कात्यायनी जगत मात्रा जगधात्री यही श्लोकटा टिके बनोलिया हो जाऊँगी तेरे जाओ तेरे ये होती नमस्ते शुभगे देवी नमस्ते सौख्यवर्धिनी नमस्ते पद्मपत्राक्षी कात्यायनी नमस्ते। तेणु ये सुभद्रा होती धरित्री बलदेव होती सी होती कृषक बलभद्रं प्रलमग्नो बलदेव सुधाग्र रेवती रमण राम कामपाल फलाय से होती जड़े बड़ कृषक। सुभद्रा होती धरित्री आउ जगन्नाथ किए सी होती सूर्य चंद्र आकाशर कला मेघ वर्षा मेघ समान नील वपुष ग्रीवाया हारा सूर्य चंद्र आउ मेघ ये एकत्रीकरण सी जहाँ दौरान सुभद्रा पाखे पहुँचुची पानी हो बन्या हो पदार्थ हो जा हो तेरे सुदर्शन किए सी होती शस्य केन्द्र सुदर्शन नमस्तुभ्य अनंत आदिनाथ नमस्त सुदर्शन ये सुदर्शन हूँ धान केन्दा गहम केन्दा सब जी जो प्रकार ना कहूँ ये आंब आंब फल सी होती सुदर्शन जो फलटा फलुची से फल होती सुदर्शन। आप देखुना गछ अच्छी कोईले भी अच्छी किंतु अच्छी बोली कौन किसी प्रमाण अच्छी केतेबेले प्रमाण मिलिबो जेतेबेले आंब गछरे बौल धरिबो। तेणु यही जो चतुर्धामूर्ति ये चारि जन ये चारोटी कथा हमको दियंती किए ठाकुर किए कौन कहते कौन किए कहते पोड़ा काठ किए कहते निम्ब काठ ये सब विभिन्न कथा कहते किंतु धर्म प्रतिटी जीवन पाई जहा नित्यांत जरूरी ता होची जगन्नाथ दर्शन। एक धर्म आपण माने घरे थिले एठी काई आइले मु तो मोर सियाडे थिली मु काई आइली आपण माने काई के एठी काहे की बसिले ये कथा को काहे की सुनुचंती ये होची धर्मर प्रतीक। धर्म एकाशी
ମହତ ଧର୍ମ କହିଲେ ଯିଏ ଧାରଣ କରେ, ଆମେ ସବୁ ସେଇ ଲୋକ। ମା ତା ଗର୍ଭରେ ଆମକୁ ଧାରଣ କରିଥିଲା, ତାପରେ ଆମେ ଜନ୍ମ। ତେଣୁ ଧର୍ମର ପ୍ରତୀକ ହେଉଛି ମା। ଏଇ କଥାକୁ ସେ ବୁଝେଇବାକୁ ଯାଇ କହିଲେ ଇଏ ହେଉଛନ୍ତି ଧର୍ମ। ଧର୍ମ ପରେ ଅର୍ଥ। ଏଠି କାର୍ଯ୍ୟକ୍ରମଟିଏ ହେଉଛି। ଏ କାର୍ଯ୍ୟକ୍ରମରେ ଲାଇଟ୍ ଜଳୁଛି, କିନ୍ତୁ ଆଉ ଗୋଟେ କଥା କ'ଣ ହେଉଛି, ସମସ୍ତଙ୍କ ପାଇଁ ପ୍ରସାଦ ହେଉଛି। ଅର୍ଥ ଯଦି ପାଖରେ ନାହିଁ, ପ୍ରସାଦ ହେବ କେମିତି? ସେଥିପାଇଁ ଭାଗବତ କହିଲେ ଧନ ଅର୍ଜନେ ଧର୍ମେ ପ୍ରାପ୍ତ ଏକରେ ଧର୍ମ, ଦୁଇରେ ଅର୍ଥ। ଅନେକ କୁହନ୍ତି ତୁ ଗୋଟେ ସ୍ୱାର୍ଥପର, ଖାଲି ଧନ ପଛରେ ଗୋଡ଼େଇଛୁ। ମୋତେ କାହିଁକି ଲାଗେ ଧନଟା କାହିଁକି ଆମେ ବାଟ ଘାଟରେ ପାଉନୁ। ଯଦି ସୁନା ମୁଣ୍ଡାଟା କେଉଁଠି ଦେଖାଯାଆନ୍ତା, ଗୋଟାଏ ମୁଣ୍ଡା ନେଇକି ତାକୁ ଭାଙ୍ଗିବୁନି, ସେଠି ସବୁ ଉଦ୍ଦେଶ୍ୟ ପୂର୍ଣ୍ଣ କରିଦିଅନ୍ତୁ ଆଉ। ତେଣୁ ଅର୍ଥ ଉପାର୍ଜନ କରିବା ଅଧର୍ମ ନୁହେଁ। ସେଥିପାଇଁ ସେ କହିଛନ୍ତି ଧନ ଅର୍ଜନେ ଅର୍ଥ ଉପାର୍ଜନ କରିବା ପାଇଁ ଭଗବାନଙ୍କ ତରଫରୁ ଯଥେଷ୍ଟ ଉତ୍ସାହ ଦିଆଯାଏ। ଅର୍ଥ ଉପାର୍ଜନ କର। ମଣିଷ ମାରିକି ଧନ ଉପାର୍ଜନ କରିବ, ସେ କଥା ନୁହଁ। ଧନ ଉପାର୍ଜନ କର। ଆଉ ଯଦି ଧନ ଖାଲି ଧନ 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 ହେଇକିରି ଏମିତି ମରିବ, କିଛି ଲାଭ ନାହିଁ। ତେଣୁ ସେ ତ ଭାଗବତରେ ଅନେକ କଥା କହିଛନ୍ତି, ତା କହିବା ପାଇଁ ସମୟ ନାହିଁ। ତେବେ ଅର୍ଥ ଉପାର୍ଜନ କର। ଏ ଅର୍ଥ ଉପାର୍ଜନ କଲେ କରା ହେଇଛି ବୋଲି ଗୋଟେ କାର୍ଯ୍ୟକ୍ରମ ହେଉଛି ନା। ଇଏ ହେଉଛି ଅର୍ଥ। କର୍ମେ ଈଶ୍ୱର ଆନନ୍ଦେ ଭାଗବତର କଥା ମାନେ ଏତେ ଅଛି ଯେ ମାନେ କହିଲେ ଇଏ ଗଲା ଅର୍ଥ। ଅର୍ଥ ଉପାର୍ଜନ
ଧର୍ମ ଅର୍ଥ ପରେ ଆଉ ଗୋଟିଏ ହେଉଛି କାମ। ଉପଯୁକ୍ତ କାମନା କର, ଯେତିକି ଦରକାର ସେତିକି ପାଇଁ ଶ୍ରମ କର, କ୍ଳାନ୍ତି କର। ସୁସନ୍ତାନଟିଏ ଇଏ ପୃଥିବୀକି ଆସିବା ପାଇଁ ତା ପାଇଁ ମଧ୍ୟ ପ୍ରାର୍ଥନା କର। ଭଲ ପୁଅଟିଏ ଆସୁ କି ଭଲ ଝିଅଟିଏ ଆସୁ। ତେଣୁ ଧର୍ମ ଅର୍ଥ କାମ। ତାପରଟା କ'ଣ? ମୋକ୍ଷ। ମୋକ୍ଷ ମାନେ ଶାନ୍ତି। ନିଜେ ଶାନ୍ତିରେ ବଞ୍ଚିବା ସହିତ ଅନ୍ୟକୁ ବି ଶାନ୍ତିରେ ବଞ୍ଚିବାକୁ ଦିଅ। ये जगन्नाथ संस्कृतिर कथा। धर्म अर्थ काम। धर्म जदि बलदेव हेले, अर्थ हेले सुभद्रा, कर्म हेले जगन्नाथ, मोक्ष हेले सुदर्शन। ये सुदर्शन आउ गोटे कथा अच्छी। सुदर्शन किए? सुदर्शन ठारू आउ श्रेष्ठ दर्शन किसी ना। शांतिर दर्शन गुरु दर्शन। दुनिया रे लोक तो कोटि कोटि हो गले। दुनिया रे बहु लोक को आपण माने देखिए, किंतु दुनिया रे एमिति लोक तारी भीतर अछंती जहां को देखी देले पुण्य आपण भीतर को आसीबो, पाप आपण भीतर जीव। से किए? से होउचंती पिता माता, से होउचंती शिक्षक चिकित्सक, से होउचंती मोक्षदाता सद्गुरु। धनी बोलो मानी बोलो, धनी बोलो आपण वर्तमान घरे अच्छी मन करूँ घरे आम प्रकृत घरे अच्छु। आखि बुझीदेले किए आसंती? जगन्नाथ आसंती। जगन्नाथଙ୍କ रूप आसे आखि बुझीदेले। से रूपटी कौन? कला। कला रूपटीर तत्व कौन? ये कहारी पाखरे माने समर्पण ही ना, पूरा स्वाभिमान ठाकुर सबू रंग जाक से निज पाखे रखिंट। सी हूँ जगन्नाथ। आखि तक मेला करदे कौन देखिए? बलदेव को देखिए। बलदेव सुभद्रा हूँ जी हो। बलदेव किए? आखिटा को मेला करिया परे ये जो
ବୈଚିତ୍ର ବିଭବ ପୂର୍ଣ୍ଣ ଦୁନିଆକୁ ଆପଣମାନେ ଦେଖୁଛନ୍ତି। ପୁଅ ଝିଅ ନାତି ନାତୁ ଏଇମାନେ ହେଉଛନ୍ତି ବଳଭଦ୍ରଙ୍କ ରୂପ। ପୁଣି ଆହୁରି ଗୋଟେ ବଳଦେବ, ମୋ ଶରୀରର ବଳ, ମୋ ମନର ବଳ, ମୋ ଆଖି କାନ ନାକ ପାଟି ସବୁର ବଳ, ସବୁର ବଳ ହେଉଛନ୍ତି ବଳିଆ। ବଳଭଦ୍ର ସେ ଜଣେ ମାନେ ଅତି ଗୁପ୍ତ, ସେଥିପାଇଁ ତାଙ୍କ ଆଲୋଚନା ବହୁତ କମ୍ ହେଉଛି। ବର୍ତ୍ତମାନ ଆପଣ ଲକ୍ଷ୍ୟ କରନ୍ତୁ, ଆପଣମାନେ ଶିକ୍ଷିତ, ଆପଣମାନେ ପଣ୍ଡିତ, ତେଣୁ ମୁଁ ଯାହା ଗୋଟେ କହିଦେବି ଆପଣ ହଁ ମାରିବେ ସେ କଥା କେବେ ନୁହଁ, ନିଶ୍ଚୟ ବିଚାର କରିବେ। ବର୍ତ୍ତମାନ ବଳ ଏଇ ଦେଖନ୍ତୁ, ମୁଁ ଏଇଠି ଆଖି ବୁଜି ବହିଛି, ଅନେଇ ଦେଲି, ଆପଣଙ୍କୁ ଦେଖିଲି। କାନଟା ଏଇଠି ଅଛି, ଯଦି କାନଟାକୁ ଯଦି ବୁଜିଲି ବଳଟା ସଇଲା, କାନଟାକୁ ଖୋଲିଦେଲି ବଳ ଆସିଲା। ମୋ ଦେହ ଭିତରେ ଜୀବନ ଭିତରେ ଯେତେ ବଳ ଅଛି, ଇନ୍ଦ୍ରିୟ ମାନଙ୍କର ବଳ, ହାତର ବଳ, ପାଦର ବଳ, ମନର ବଳ, ସବୁ ହେଉଛନ୍ତି ବଳ। ଜୟ ବଳଦେବ ସତ୍ୟ ତେଣୁ ଏମିତିଆ ଠାକୁର ସ୍ୱୟଂ ଅନନ୍ତ ହେଉଛନ୍ତି ବଳଦେବ। ଏମିତିଆ ଭାଇ ଜଗତରେ ନାହିଁ। ଯଦି ଭାଇ ଭଉଣୀର ଭଲ ପାଇବାକୁ ମନେ ପକେଇବେ, ତାହେଲେ ଜଗନ୍ନାଥଙ୍କ ଦର୍ଶନକୁ ଟିକେ ମନ ନେବେ। ଏମିତି ସେ ତାଙ୍କର ହିନ୍ଦୀରେ କହୁଛି, ଆମେ ତ ଓଡ଼ିଆରେ କହୁଛୁ। ଏମିତି ସମୟ ଆସିଛି, କୃଷ୍ଣଙ୍କୁ ବଳରାମ କହିଛନ୍ତି, କାହ୍ନା ତୁ ନେଇକିରି ପଳା, ସେ ଯାହାକୁ ହଉ, ମୁଁ ତା ସାଙ୍ଗରେ ଯୁଦ୍ଧ କରିବି, ଯା ତୁ ଆଗରେ ପଳା। ଭାଇଙ୍କର କଥାରେ ବିଶ୍ୱାସ କରି ସେ ନେଇକିରି ପଳେଇଲେ। ଆଙ୍କର ଦୁର୍ଯୋଧନ ସହିତ ସେ ଦାଣ୍ଡରେ ଗଳାପଡ଼ା ହେଲେ। ମୋ ଆଗରେ ମୋ ଭାଇକି ତୁ ଅପମାନ କରୁଛୁ, ତତେ ମୁଁ ରଖିବିନି। ଇଏ ହେଉଛି ଜଗନ୍ନାଥ ସଂସ୍କୃତି। ଖାଲି ଜଗନ୍ନାଥଙ୍କ ମୂର୍ତ୍ତିଟାକୁ ଏମିତି ରଖିଦେଇ ଏମିତି ଫୁଲ କରି ଏମିତି କରି ସେ ସବୁ କିଛି ନାହିଁ। ଫୁଲ ଚନ୍ଦନ ପୂଜିଲେ
ସେ ଖୁସିରେ କ'ଣ କେଉଁଥିରେ ସେ ଖୁସି ହେବେ? ସେ ଖୁସି କେବଳ ଶ୍ରଦ୍ଧାରେ। ଶ୍ରଦ୍ଧାବାନ ଲଭତେ ଜ୍ଞାନ। ଆଉ କିଛି ଦରକାର? ଶ୍ରଦ୍ଧା ଯୋଉଠି ନାହିଁ ସେଠି କିଛି ନାହିଁ। ତେଣୁ ଇଏ ହେଉଛି ଗୋଟେ ସୁଭଦ୍ରାଙ୍କର ବହୁତ ଅର୍ଥ। ଶୁଭ ଶବ୍ଦ ହେଉଛି ମଙ୍ଗଳକାରକ। ଯେତେବେଳେ ଅନୁକୂଳ କରି ଯାଉଛ, ମାକୁ ମା ଯଦି ବଞ୍ଚିଥାଏ ମୁଣ୍ଡିଆ ମାର। ମା ଯଦି ବଞ୍ଚି ନଥାଏ ମାକୁ ସ୍ମରଣ କର। ତୁଳସୀଙ୍କୁ ନମସ୍କାର କର, ସେ ମା। ଗ୍ରାମ୍ୟ ଦେବୀଙ୍କୁ ନମସ୍କାର କର, ସେ ହେଉଛନ୍ତି ମା। ଯଦି ତମ ଆଗରେ ଆଈ ମା କି ମାଉସୀ ମା ସବୁ ପଳେଇ ତାଙ୍କୁ ବି ଇଏ ଦଣ୍ଡବତ ଏମିତି ଗୋଟାଏ ଆଣ୍ଠେଇକି ନ ହେଇକି କ'ଣ ମନ ଭିତରେ ସ୍ମରଣ କଲେ ହବନି ନା? ଆଚ୍ଛା, ଇଏ ହେଉଛି ମାର କଥା। ବର୍ତ୍ତମାନ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନ। ଜଗନ୍ନାଥ ଧର୍ମ, ସୁଭଦ୍ରା ଅର୍ଥ। ସବୁ କାମନାକୁ ଯିଏ ପୂର୍ଣ୍ଣ କରନ୍ତି ବିଶ୍ୱର, ସେ ହେଉଛନ୍ତି ଜଗନ୍ନାଥ। ଆଜି ଯୁଦ୍ଧ ଲାଗିଛି ପୃଥିବୀରେ। ଆପଣମାନେ ପେପର ବା ଟିଭିରେ ଦେଖିକିରି ନିଶ୍ଚୟ ବ୍ୟସ୍ତ ହେଉଥିବେ। ମୁଁ ଗୋଟିଏ ଲୋକ କ'ଣ କରୁଛି? ମୋର ଦିନ ରାତି କେବଳ ମୁଁ ପ୍ରାର୍ଥନା କରୁଛି ସେ ଯୁଦ୍ଧ ବନ୍ଦ ହଉ, ପୃଥିବୀ ଶାନ୍ତିରେ ରହୁ। ସର୍ବେ ଭବନ୍ତୁ ସୁଖିନ, ସର୍ବେ ସନ୍ତୁ ସିଏ ଭକ୍ତିଟା ପୁଣି କେମିତି ତାର ଗୋଟେ ରୂପ ଅଙ୍କା ହେଇଛି। ଜଗନ୍ନାଥ, ବଳଦେବ, ସୁଭଦ୍ରା, ସୁଦର୍ଶନ, ଇଏ ଚାରିଜଣଙ୍କୁ ପୁଣି କେମିତି କ'ଣ ଆମେ ନମସ୍କାର କରିବା? ପତ୍ରಂ ପୁଷ୍ପଂ ଫଲಂ ତୋୟଂ। ଗୀତାର ନବମ ଅଧ୍ୟାୟରେ ଫୁଲ ଯଦି ପାଖରେ ନାହିଁ, ସୁମନଟି ତମ ପାଖରେ ଅଛି, ମନକୁ ଆନନ୍ଦ। ଫୁଲ ଫୁଟିଲା ଆଉ ପତ୍ର, କରପତ୍ର ଯୋଡ଼ିଦେଲେ ଇଏ ନମସ୍କାର ହେଇଗଲା। ଭଲ ମନ ହେଇଗଲେ ଫୁଲ ହେଇଗଲା। ତମର ଯାହା ଅଛି, ପୁଅ ଝିଅ ନାତି ନାତୁଣୀ ସୁନା ରୂପା ଗଣା ସବୁ ତାଙ୍କୁ ଅର୍ପଣ କର। ଏହା ସବୁ ଆମ ଦ୍ୱାରା ନୁହେଁ, ଆପଣ ଦେଇଛନ୍ତି, ଆପଣଙ୍କ ଜିନିଷ ଆପଣ। ତାପରେ ଜଳ, ଯଦି ଜଳ ନାହିଁ, ଏଇ ଆଖିରୁ ଯଦି ଟିକେ ଲୁହ ଟୋପାଏ ଗଡ଼ି ଆସେ, ସେ ପ୍ରଭୁଙ୍କ ପାଦ ତଳେ ପଡ଼ିଯାଏ, ତାହେଲେ ତା ଦୁଃଖ ସେ ନିଶ୍ଚୟ ଦୂର ହେବ। ଇଏ ଗ୍ୟାରେଣ୍ଟି ମୁଁ ଦେବିନି, କିନ୍ତୁ ଦୂର ହେବାର ବହୁତ ପ୍ରମାଣ ଆମ ପାଖରେ। ଆମ ଜୀବନ ସାରା ଆମେ ସେଇଆକୁ ବଢ଼ଉଛୁ। ଆମର ଆଉ ଚାଷ କ'ଣ କି? ଆମେ ଜୀବନ ସାରା, ମୁଁ ଆସିଲେଣି 17 ବର୍ଷ ବୟସ। ଯେତେବେଳେ 54 ମସିହାରୁ ଆସିଲି 17 ବର୍ଷ, ଆଜିକି କେତେ ବର୍ଷ ହେଲାଣି ଆଇଛି। ମୁଁ ଆଉ କ'ଣ କରୁଛି? ମୁଁ କ'ଣ ଧାନ ବାଛୁଛି କି ଧାନ ଅମଳ କରୁଛି ନା କ'ଣ ମୁଁ କରୁଛି? ମୁଁ କିଛି କରୁନି, କେବଳ କରୁଛି ପ୍ରାର୍ଥନା। କେଉଁ ପ୍ରାର୍ଥନା? ଗୀତାର ଗୋଟିଏ ଦୁଇଟି ପ୍ରାର୍ଥନା ଆମେ କରିବା। ସ୍ଥାନେ ହୁସି
ଜାଣିଥିବେ 11 ଅଧ୍ୟାୟର 36ରୁ 46 ଏ 10ଟି ଶ୍ଲୋକ ଯଦି କେମିତି ଗୋଟେ ଗାଧେଇଲା ବେଳେ ହଉ କି ଶୋଇଲା ବେଳେ ହଉ ସେ ଗୁଣୁ 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 ହେଇକି ପଢ଼ି ଦେଇ ଟିକେ ନମସ୍କାର କରିବେ, ତାହେଲେ ଜୀବନରେ ଅନେକ ଅପରାଧ ଟାଳିବେ। ଯଦି ଏତିକି ଯଦି ଟିକେ କଷ୍ଟ ହେବ କି କ'ଣ, ଗୋଟିଏ ଶ୍ଲୋକ ସାଂଖ୍ୟ ଯୋଗର 9ମ ଶ୍ଲୋକ ଆଉ 7ମ ଶ୍ଲୋକ, ସେ କ'ଣ କହିଲେ, କେତେ ସୁନ୍ଦର। କାପନ୍ନ ଦୋଷ ଏଇ କଥାଟି କହିକିରି ଶୋଇପଡ଼ିବେ। ରାତିରେ ଏଇ କଥାଟି ସାଂଖ୍ୟ ଯୋଗ 2ୟ ଅଧ୍ୟାୟ 7ମ ଶ୍ଲୋକ ଆଗ ପଢ଼ିକି ଶୋଇପଡ଼ିବେ। ଆର ଅର୍ଥ କ'ଣ? ମୁଁ ଯେତେ ଅପରାଧ କରିଛି, ମୁଁ ଯେତେ କୃପଣତା କରିଛି, ମିଛ କହିଛି, ପ୍ରଭୁ କ୍ଷମା ଦିଅ। ଜନ୍ମ ଜନ୍ମାନ୍ତର ପାଇଁ ପ୍ରଭୁ କ୍ଷମା ଦିଅ। ମୁଁ ପୁଣି ମଣିଷ ଜନ୍ମ ହେବି ଆପଣଙ୍କ ସେବା କରିବା ପାଇଁ। ମୋତେ ଆଉ ଥରେ ଏଠିକି ପଠା। କେଡ଼େ ସୁନ୍ଦର ଇଏ ଶ୍ଲୋକ। ଏଇ ତ ଆପଣଙ୍କର ଜଗନ୍ନାଥଙ୍କର ରଥ ଚାଲିଛି। ରଥ ଚାଲିଛି, ହୋ ହା ହୋ ଏମିତି ଏମିତି ହଉଛନ୍ତି, କିନ୍ତୁ ରଥରେ ଠାକୁର ଥିଲାବେଳେ ଗୋଟିଏ ଶ୍ଲୋକ ଯଥେଷ୍ଟ। ଗୀତାର ବିଭୂତି ଯୋଗ 10ମ ଅଧ୍ୟାୟ, ପରଂ ବ୍ରହ୍ମ ଧାମ ପବିତ୍ରଂ ପରମଂ शाश्वतं दिव्यं आदिदेवं अजं विभु। ଶଇଲା ପ୍ରାର୍ଥନା। ଆଉ ଏତେ ସମୟ କିଏ ଠିଆ ହେବ? ଆଉ ଗୋଡ଼ ଫୋଡ଼ କ'ଣ ହେଇଯିବ? କେତେ ସୁନ୍ଦର ବ୍ୟବସ୍ଥା। ଆପଣ ତାଙ୍କୁ କ'ଣ ନମସ୍କାର କରିବେ? ସିଏ ପୁରା ଆଗରୁ ନମସ୍କାର ଆପଣଙ୍କୁ କରିଛନ୍ତି। ଆମେ ଯେତେବେଳେ ନାମାଚାର୍ଯ୍ୟ ବାବା ବାୟାଙ୍କ ପାଖକୁ ଯାଉଥିଲୁ, ଆମେ ଦଣ୍ଡବତ ହେବା ପାଇଁ ପ୍ରସ୍ତୁତ ହେଲା ବେଳକୁ ସିଏ ଆଗତୁଆ ଆମକୁ ଦଣ୍ଡବତ କରିବେ। ଆମେ ଦିନେ ପଚାରିଲୁ, ମୁଁ ପଚାରିନି, ଆଉ ଜଣେ ଚୈତନ୍ୟ ଚରଣ ଦାସ ଥିଲେ, ସେ ପଚାରେ, କହିଲେ ବାୟାଦା ଆମେ ଆଉଛୁ ବାୟାକୁ ଟିକେ ଦେଖିବୁ, ଦର୍ଶନ କରିବୁ, ଆପଣ କ'ଣ ଆଗତୁରା ହାତଟାକୁ ଟେକି ଦେଇ ଆମକୁ ନମସ୍କାର କରୁଛନ୍ତି? ସେ ରହସ୍ୟମୟ ଗୁରୁ। ସିଏ କହି ଉଠିଲେ, ତମେ ତ ନମସ୍କାର କଲେ ମୁଁ ତ ନିଶ୍ଚୟ ନମସ୍କାର କରିବି। ବାୟା ତ ବୁଢ଼ା ହେଲାଣି, ହାତ ଥରିଲାଣି, ତେଣୁ ଆପଣ ନମସ୍କାର କରିବେ, ତାପରେ ମୁଁ ଯାଇ ନମସ୍କାର କରିବି। ତେଣୁ ସେଇ କାମଟାକୁ ମୁଁ ଆଗତୁରା ସାରି ଦେଉଛି। ହେବ ତାମାନେ ସେଇ ନମସ୍କାରଟାକୁ ଆଗତୁରା। ତେଣୁ ସଜ୍ଜନ, କେତେ ସୁନ୍ଦର କଥା ସବୁ ଆମ ମହାପୁରୁଷମାନେ ଓଡ଼ିଶା ମାଟିରେ କ'ଣ ଲେଖିଛନ୍ତି, କିନ୍ତୁ ଆମର ସେଥିପ୍ରତି ଭାବନା ଯାହାର ଅଛି ଅଛି, ଯାହାର ନାହିଁ ନାହିଁ। ଗରୁଡ଼ ପଛରେ ଦେଖ ଦିଶୁଛି
ଜୀବନର ଫୁଲ। ଏ ଜୀବନ ଫୁଲଟି ତାଙ୍କ ପାଦରେ ସମର୍ପଣ ହଉ। ଜବରଦସ୍ତି ସମର୍ପଣ କର। ଆଉ କ'ଣ କରିବେ? ଗୀତାର ବାଣୀକୁ ପଢ଼ିବେ। ବୁଝୁ ନ ବୁଝୁ ଜୀବନରେ ଆମେ ଖାଲି କଥା ହେଉଛୁ, ଖାଲି ନିରୋଳା କଥା। ବାଇଗଣ କିଲୋ କେତେ? ସେ ଆଳୁ କିଲୋ କେତେ? ଏ ଚାଉଳଟା କେଉଁ ଦଳ ଭଲ? ଖାଲି ତ ଏଇ କଥା। ଏଇ ବାହାଘର ଆସିଲା, କାହା ପାଇଁ କେଉଁ ଶାଢ଼ୀ ଦିଆଯିବ, କେଉଁଟା ଲୁଗା ଦିଆଯିବ, ଏଇ କଥା ପାଇଁ କ'ଣ ଆମେ ଜନ୍ମ ହେଇଛୁ? ଆମର ଆଉ କଥା କିଛି ନାହିଁ। କ'ଣ ରୋଷେଇ ହେଇଛି? ରୋଷେଇ ସାରିଲୁ ନା ମୁଁ ଯାଉଛି ବଜାରରୁ ଖାଇଦିଏ। ଏଇ କଥା ପାଇଁ କ'ଣ ଆମେ ଜନ୍ମ ହେଇଥିଲେ? ଆମେ ଯେତେବେଳେ ଜନ୍ମ ହେଇଥିଲୁ ସେତେବେଳେ ଆମେ ଭଗବାନଙ୍କୁ ଡାକୁଥିଲୁ, କୁ କହିଲେ ପୃଥିବୀ। ଆମେ ଯେତେବେଳେ ଜନ୍ମ ହେଇଥିଲୁ ପ୍ରଥମେ କହିଥିଲୁ କୁ କହିଲେ ପୃଥିବୀ। ପାଟିଟା ଟିକେ ବଡ଼ ଟିକେ ମେଲା କରିଦେଲେ କ'ଣ ଲୋକ ଦେଖିବେ। ସେ ଆତି କିଏ? ସୂର୍ଯ୍ୟ। ପୃଥିବୀରେ ଖେଳିବି, ହେ ସୂର୍ଯ୍ୟ ମୋତେ ଶକ୍ତି ଦିଅ। ତେଣୁ ଆମର ସେ କଥାଟା ମନ ନାହିଁ। ଗାଧେଇ ସାରି ସୂର୍ଯ୍ୟଙ୍କୁ ନମସ୍କାର କରିବା। ଆଚ୍ଛା ହଉ, ଯଦି ନ କରୁଥିବେ କରନ୍ତୁ। ତେବେ ଆମେ ଯେଉଁ ଜନ୍ମ ହେଇଥିଲୁ ଏଇ ପୃଥିବୀ ପାଇଁ, ଆମ ପିତାମାତାଙ୍କ ପାଇଁ, ଭାଇ ବନ୍ଧୁ ପାଇଁ, ତୁମରି ଆସି ଆମେ ଜନ୍ମ ହେଲୁ କାହିଁକି, କ'ଣ କରୁଛୁ ଆଗେ ହିସାବ ଆମେ କରିବା। ସେତିକିଟା ଆମର ପୁଣ୍ୟ। ତେଣୁ ସଜ୍ଜନ, ଏ ତ ସୁନ୍ଦର ଫୁଲବାଣୀ 4-5 ଥର ଖଣ୍ଡେ ଏଠିକି ଆଇଛି। ଏଇ ଫୁଲବାଣୀ ସହରରେ ରାଇକିଆ ପାଖରେ ଯେଉଁ ଗୋଟେ ହେଉଥିଲା, କ'ଣ ସେଇଟା ମାନେ ମହୋତ୍ସବ ହେଉଥିଲା, ମାନେ ସାଧୁ ସନ୍ଥ ସମସ୍ତେ ଆସିଥିଲେ। ମୁଁ ବ୍ରହ୍ମାନନ୍ଦ ସ୍ୱାମୀଙ୍କୁ କହିଥିଲି, ମୁଁ କହିଲି ମୁଁ ବାବାଜୀ ନୁହଁ, ସାଧୁ ନୁହଁ, ମୁଁ ଗୋଟେ ମଣିଷ। ମୁଁ ସାଧୁ ସନ୍ଥମାନଙ୍କ ପାଖରେ ଶୋଇପାରିବିନି କି ବସିପାରିବିନି କି କିଛି। ମୋତେ ଗୋଟେ ଅଲଗା ଘର, ସେ ଗୋଟେ ଘର ଦେଇଥିଲେ, ମୁଁ ସେଠି ଥିଲି। ସବୁଠାରୁ ବଡ଼ ଦୃଶ୍ୟ ଥିଲା, ଏଇ ବଜାରରେ ଓହ୍ଲାଇଲା ବେଳକୁ ଲକ୍ଷ୍ମଣାନନ୍ଦ ସରସ୍ୱତୀ ଗୋଟେ ଗାଡ଼ିରେ ଜିପ୍ରେ ଆସିକିରି ପହଞ୍ଚିଲେ। ସିଏ ସେ ଗାଡ଼ିରେ ବସି ଗଲେ, ଇରେ ବ୍ରହ୍ମାନନ୍ଦ କହିଲେ, ଲକ୍ଷ୍ମଣାନନ୍ଦ ତମେ କୁଆଡ଼େ? ଆରେ ବଳିଆ କ'ଣ ଆଇଛି? ତୁ ବଳିଆକୁ କେଉଁଠୁ ପାଇଲୁ? ଆଉ ବଳିଆକୁ ମୁଁ ପାଇଲି ସାପ ଗାତରୁ, ଆଉ କେଉଁଠୁ ପାଇଲି? 3 ଜଣ ଯାକ ଆମେ କୁଣ୍ଡା କୁଣ୍ଡି ହେଲୁ। ବଜାରରେ ଲୋକମାନେ ସବୁ ଘେରିଗଲେ, କହିଲେ ଆଜି
এটা କ'ଣ ରାଇକିଆ ବଜାର କି ଫୁଲବାଣୀ ମୋତେ ମୋର ମନେ ପଡ଼ୁନି ଯେ ଆଜି ତ୍ରିବେଣୀ ସଙ୍ଗମ ଆମେ ଦେଖୁଛୁ। ତେଣୁ ସଜ୍ଜନ ସେ ଦିନର କଥା ସେ ଯାଇଛନ୍ତି। ସବୁ ଦାୟିତ୍ୱ ଏଠି ନେଇ ରାଇକିଆରେ ଯଜ୍ଞ ମୁଁ ନିଜେ କରିଥିଲି, ସଭାର ସଭାପତିତ୍ୱ କରିଥିଲି, କିନ୍ତୁ ଆଜି ସେ ସବୁ ଆଉ ନାହାନ୍ତି। ସିଏ ଗଲେଣି, ମୁଁ ଏକୁଟିଆ ଅଛି ଆଉ। ତେଣୁ ସଜ୍ଜନ ଏଇଭଳି ଭଲ ମଣିଷମାନେ ଏ ଦୁନିଆରେ ଜନ୍ମ ହୁଅନ୍ତୁ। ଆଉ ଯେଉଁମାନେ ଆମେ ଜନ୍ମ ହେଇ ସାରିଲୁଣୁ ଟିକେ ଭଲ ହେବା ପାଇଁ ଆମେ ଚେଷ୍ଟା କରିବା। ଆମର ସବୁ କଥା ଜଗନ୍ନାଥଙ୍କ କଥା ଯଦି କୁହାଯିବ ଯେ ତାରି ଭିତରେ ସବୁ ବୁଝେଇ ହେଇଛି। କ'ଣ ଜ, କ'ଣ ଗ, କ'ଣ ନା, କ'ଣ ଥ, ତା ଭିତରେ ସବୁ ଅଛି ଆଉ। ତେଣୁ ଆସିଲି, ପୁଣି କେତେବେଳେ ଆସିବି। ଆପଣମାନଙ୍କୁ ପ୍ରଣାମ ଜଣାଉଛି। ମୋର ଇଷ୍ଟଦେବ ପ୍ରଭୁ କାଳିଆ ଠାକୁର ସମସ୍ତଙ୍କୁ ଭଲରେ ରଖନ୍ତୁ। ଏତିକି କହି ମୋର କଥାକୁ ମୁଁ ବାଣୀକୁ ବିଶ୍ରାମ ଦେଉଛି।